4 ମାସ ଯିଏ ନ ପିଇଛି ମଦ ତା ବଂଶଟା ଯାକ ଗଧ। ଆପଣ କହିବେ ଭଲ ଗାଈ ଡାକିଲୁ, ଗଲା ବର୍ଷ ଡାକିଲୁ, ଏ ବର୍ଷ ଭଲ ଶିକ୍ଷା ଦଉଛି। ମୁଁ କହୁନାହିଁ ନା, ମଦ ଜଗତର ସର୍ବଶ୍ରେଷ୍ଠ ଔଷଧ। ସେତେବେଳେ ଅନନ୍ତ ନାଗକୁ ଯେତେବେଳେ ଘୋଷଣା ହେଲା, ଦେବତା ବଳଠୁ ଦୈତ୍ୟ ବୋଲେ ଅସୁର ବଳ ଟିକେ ଅଧିକ। ଅସୁର ଟିକେ ଟିକେ କାଠେଇଲେ, ଦେବତା ମାନେ ଦୁର୍ବଳ ହେଲେ। ଧନ୍ୱନ୍ତରୀ ଯୋଉ ମଦିରାକୁ ନେଲେ, ସେ ମଦିରାକୁ ଦେବତା ମାନଙ୍କୁ ପିଆଇଲେ। ଦେବତା ମାନେ ପାନ କଲେ, ଶକ୍ତି ସଞ୍ଚରଣ ହେଲା। ମାତ୍ର ସେ ମଦରେ ଥିଲା ସତ୍ତ୍ୱ ଗୁଣ। ଅସୁର ମାନେ ଯେତେବେଳେ ଜାଣିଲେ, ସାରଙ୍କ ପରିଚୟ ପାଇଲେ। ଆମର ରମା ମିଶ୍ର ଯୋଉ ଆଗରୁ ଥିଲେ, ତାଙ୍କ ପୁତୁରା ବିଭୁ ପ୍ରସାଦ ମିଶ୍ର। ତେଣୁ ଆସି ଟିକେ ଅନୁଷ୍ଠାନ ଯୋଗ ଦେଇଯିବେ। ଜଗନ୍ନାଥ ମଠକୁ ଗାଈ ଖାଇଲେ କହିଲେ ଆଉ ଭିତର ବୋଲି ଭିତର ଶୁଣିବାକୁ କାହାକୁ ଧୈର୍ଯ୍ୟ ଥିଲା, ତ ପ୍ରଥମ ଲାଇନ୍ ବିଗିଡ଼ି ଗଲେ। ଆମର ତ ଏଇ 50 ବର୍ଷର ଅନୁଷ୍ଠାନ ଏଇ ପାଲା ଦୁର୍ଗା ପୂଜାଙ୍କର ଚାଲିଛି। ବହୁ ପାରମ୍ପରିକ ରୀତିନୀତିରେ ସବୁ ଜିନିଷ ଚାଲିଛି। ଆପଣ ତ ଆଗରୁ ଆସିଛନ୍ତି, ଜାଣିଛନ୍ତି। ସ୍ୱର୍ଗତ ତ୍ରିଲୋଚନ ପଟ୍ଟନାୟକ ସବୁ ଆରମ୍ଭ କରିଦେଲେ। ଯେତେବେଳେ ଯିଏ ସରପଞ୍ଚ ଅଛନ୍ତି ସମସ୍ତେ ଠିକ୍ ଭାବରେ ସୁଚାରୁ ଭାବେ ଚଲେଇଛନ୍ତି, ଚାଲିଛି ଆମର। ତେଣୁ ଏଇଭଳିଆ ସମସ୍ତେ ଆସିକି ଟିକେ ସହଯୋଗ କରୁଛନ୍ତି। ସମସ୍ତଙ୍କ ଧର୍ମ ଆଗ୍ରହ ସହ ଡାକୁଛନ୍ତି, ଆମେ ସ୍ନେହ ସହ ନିଶ୍ଚିତ ସେତିକି ହଉ। ସେଟା ହିଁ ମନେ ଭଗବତୀୟ ଚେତନାରେ ପଦବୀଟା ବଡ଼ ନୁହଁ ବାବୁ, ପଦ ହଉଛି ବଡ଼। ଏଇଟା ଶାରଦୀୟ ଦୁର୍ଗା ପୂଜାରେ ମାଙ୍କ ଚରଣରେ ମୋର କୋଟି ପ୍ରଣାମ ଏବଂ ଏଠାରେ ଜ୍ଞାନୀ ମଣ୍ଡଳୀଙ୍କି ମୋର ପ୍ରଣାମ ଏବଂ ଉପସ୍ଥିତ ସମସ୍ତ ଗୁରୁଜନ ଗୁରୁମା ତାଙ୍କୁ ପ୍ରଣାମ ଜଣାଇ ସାନ ଭାଇମାନଙ୍କୁ ହୃଦୟର ଗଭୀରତମ ସ୍ଥାନରୁ ସ୍ନେହ ଅଭିନନ୍ଦନ ଏବଂ ମାଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ମାଙ୍କ ପଣତକାନି ତଳେ ସମସ୍ତେ ରହିବା, ଏକତାର ସହ ରହିବା, ଶାନ୍ତି ଶୃଙ୍ଖଳା ରହିବା ଏବଂ ମାଙ୍କ ଆଶୀର୍ବାଦ ପ୍ରାପ୍ତ କରି ଜୀବନରେ ଖୁସି ଏବଂ ଉନ୍ନତିର ସିଡ଼ିରେ ଆଗକୁ ଚାଲିବା, ଏହା ମୋ ମାଙ୍କ ପାଖରେ ପ୍ରାର୍ଥନା। ବ୍ରଜରାଜପୁର ସବୁବେଳେ ଗୋଟିଏ ପବିତ୍ର ମାଟି ଏବଂ ଆମ ପୂର୍ବପୁରୁଷଙ୍କ ଯେଉଁ ରୀତିନୀତି ଉନ୍ନତିର ଏବଂ ଏକତାର ଡୋରରେ ଆମକୁ ବାନ୍ଧିକି ଯାଇଛନ୍ତି, ଆମେ ତାଙ୍କର ପିଢ଼ି ଏବଂ ତାକୁ ଆଗାମୀ ଦିନରେ ଆହୁରି ସୁନାମଧନ୍ୟ କରିବା, ଏ ମାଟିକି ଧନ୍ୟ କରିବା, ଆମ ସଂସ୍କୃତିକି ସଜାଡ଼ି ରଖିବା ଏବଂ ଏକତାର ସିଡ଼ିରେ ଆମକୁ ଯେଉଁ ବାନ୍ଧିକି ଯିବାର ଶିଖେଇଛନ୍ତି, ତାକୁ ବାନ୍ଧି ଆମ ପରିବାର ତଥା ସମାଜରେ ସୁଖ ଶାନ୍ତିର ବାସ୍ନା ସବୁଆଡ଼େ ଖେଳେଇବା, ଏହା ଆମ ପୂର୍ବଜ ଆମକୁ ଶିଖେଇଛନ୍ତି ଏବଂ ତାଙ୍କୁ ବି ଆମେ ପାଳନ କରି ଆମ ଜୀବନକୁ ସୁନ୍ଦର କରିବା ସଙ୍ଗେ ସଙ୍ଗେ ସମାଜକୁ ଏବଂ ଆମ ପ୍ରିୟ ରଣପୁରକୁ ସରସ ସୁନ୍ଦର କରିବା, ଏହା ମୋର ପ୍ରାର୍ଥନା ସମସ୍ତଙ୍କୁ। ପୁଣି ଥରେ ମାଙ୍କ ଶରଣରେ ପ୍ରାର୍ଥନା, ସମସ୍ତେ ସୁଖ ଶାନ୍ତି ଏବଂ ସିଡ଼ିରେ ଚଢ଼ନ୍ତୁ ଏବଂ ଆମ ଏରିଆ ସବୁବେଳେ ଏମିତି ହସ ଖୁସିର ମାହୋଲରେ ବଢ଼ୁ। ଜୟ ମା। ଆମ ଗହଣରେ ଆମର ଭାଇ ବିଭୁ ପ୍ରସାଦ ଭାଇ ଆସି ଉପସ୍ଥିତ ହୋଇଥିବାରୁ ଆମେ ସମସ୍ତେ ଅତ୍ୟନ୍ତ ଖୁସି। ତେଣୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏଇଭଳି ସଦାବେଳେ ସହଯୋଗର ହାତ ଆମ ପାଖରେ ରଖିଥାନ୍ତୁ। ଧନ୍ୟବାଦ। ନାନା ଦୁଃଖାର୍ଥ ଭରି କପଟ ବିକଟ କେ ନଷ୍ଟ ଶିଷ୍ଟାନ୍ଧକାରେ ପାରାବାରେ ହ୍ୟାସାରେ ପ୍ରତିବର୍ଷ ଦିନର ମର୍ତ୍ତ୍ୟ ସଂସାର ଘୋରେ
কি দেবা গিড় গীত গানি ধনিয়া স্তুতিরে ভারত ভূমি ভাগে স্বর্গাং কুবর্গাস্পদ মার্গ ভূতের ভবন্তি ভূয় পুরুষ সুরত্বাদ কল্যাণ বস্তু বিভু প্রসাদ নাম ধৈর্য দেব শরমণু তস্য রাজনৈতিক জীবনম সহিত ধনুর্ধ কাম মুখ্য চতুর্বর্গ ফলপ্রাপ্তিমস্তু সর্ববিবর্ধনমস্তু সর্বেশা সুখীর ভবন্তু শান্তির ভবন্তু কল্যাণমস্তু। ବହୁତ ବହୁତ ଧନ୍ୟବାଦ ଏମିତି ଆଶୀର୍ବାଦ। ହଉ ହଉ ଆଜ୍ଞା। ସଜନ ବର୍ଗେ ତାହେଲେ ହେଇଛି କଣ ଆପଣ ମାନଙ୍କର ଏ ଦେବତା ଅସୁରଙ୍କ ଭିତରେ ଯେତେବେଳେ ମନ୍ଥନ ହେଇଛି ବାପା ଲୋ ମଦିରା କଥା କହୁଥିଲି ସେଥିରେ ସତ୍ୱ ଗୁଣ ଥିଲା। ଅସୁର ମାନେ ଯେତେବେଳେ ଖୋଜିଲେ ଆଉ ମଦିରା ନାହିଁ ସତ୍ୟ ଯୁଗ ଚାଲିଗଲା ମଦିରା ଶେଷ ହେଇଯାଇଛି। ପର୍ବତ ମାନଙ୍କରୁ ଆପଣ ମାନଙ୍କର ମୁନି ଋଷି ମାନେ ଇତ୍ୟାଦି ଗୋଟାଏ ଲତା ଥିଲା ତା ନାଁ ହେଲା ସୋମଲତା। ତା ନାଁ ହେଲା ଆଜ୍ଞା ସୋମଲତା। ତାକୁ ଆର୍ଯ୍ୟ ଋଷି ମାନେ ସେ ସୋମଲତାକୁ ଛେଚିକି ଗୋଟେ ବାହାରି କଲେ ରସ, ତାର ନାଁଟା ହେଲା ସୋମରସ। ଶତଷ୍ଟୋତ୍ତର ପରମାୟ ଜୀବିତାରସ୍ତୁ ଆୟୁଷ୍ମାନ ଭବନ୍ତୁ କଲ୍ୟାଣ କରନ୍ତୁ ସତ୍ୟନାରାୟଣ ଦୀର୍ଘାୟୁ ଭବ ସର୍ବାରିଷ୍ଟ ଶାନ୍ତିରସ୍ତୁ। ହଉ ମଧନଲୁ ରହ ମଦର ଅନ୍ୟ ନାମ ବାପା ସୋମରାସନା ନାହିଁ। ତେଣୁ ତ୍ରେତୟା ଯୁଗରେ ଯୋଉ ରସଟା ବାହାରିଲା ପିଲେ ସୋମରସ ସେଥିରେ ସାତ୍ବିକ ଗୁଣ ନାହିଁ। ସାତ୍ବିକ ଗୁଣ କୋଟି ଯାଇ ଆସିଲା ରାଜସିକ ଗୁଣ। ମାନେ ଆମେ ଯୋଉ ମାଛ ମାଂସ ଇତ୍ୟାଦି ଖାଉଛେ ଆମ ଦେହରେ ସାତ୍ବିକ ଗୁଣ ପ୍ରକାଶିତ ହବନି, ଆମ ଦେହରେ ରାଜସିକ ଗୁଣ ହବ। ଆଇଲା ଯୁଗ ଦ୍ୱାପର ଯୁଗରେ ଇଏ ମୁନି ଋଷି ମାନେ ଭଗବାନ କୃଷ୍ଣ ପୁଅ ଇତ୍ୟାଦି କଦମ୍ବ ଗଛକୁ କାଟି କଦମ୍ବ ଗଛର ସୁରାପାନ କଲେ। ସେ ଯୁଗରେ ଦ୍ୱାପର ଯୁଗରେ କଦମ୍ବ ବୃକ୍ଷର ରସ ଥିଲା କାଦମ୍ବରୀ। ସତ୍ୱଗୁଣ ରହିଲାନି କି ରାଜା ଗୁଣ ରହିଲା କେବଳ ତାମସିକ ଗୁଣ। ଅହଙ୍କାରରେ ଭର୍ତ୍ତି ହେଇଗଲେ ଯାଦବ ଛୁଆ ବାଡିଆ ପିଟା ହେଇକି ମଲେ। ଆଉ ଏବେ ଯୋଉ ବାହାରିଛି ସେଟା କଣ କହନ୍ତି ମୋ ଆସ୍କା ଭର୍ତ୍ତି ଜୀବନ ମାଟି କହନ୍ତି କଣ ବାକାଡି ଲେମନ ବାକାଡି ଲେମନ ଏଗୁଡାକ ବୁଦ୍ଧିଗ୍ରସ୍ତ କଲା। ଇଏରେ ସାତ୍ବିକ ନାହିଁ, ରାଜସିକ ନାହିଁ କି ତାମସିକ ନାହିଁ। ଆଜିକାଲି ସରକାର କାଉଣ୍ଟର ଖୋଲି ଦେଇଛି, ଯାହା ଠିପି ବୋତଲ ବେକ ମୋଡ ଭଗା ବେଦି ୟା ନାଁ ଦେଲେ ମଦ। ମଦ ବୋଲେ ମୋହରେ ମରିବ ତୋରେ ଦରିଦ୍ର ହବ। ଚତୁର୍ଭୁଜା ଆଜି ମାର ଦେଶ
ଲକ୍ଷ୍ମୀ ବେଶ ମହାଲକ୍ଷ୍ମୀ ବେଶ ତେଣୁ ଅଧିବାସ ପାଲା ଯେତେବେଳେ ମା ବିଷୟରେ ଗାଇବୁନି ଆଉ କାହା ବିଷୟରେ ଗାଇବୁ ମା ଲକ୍ଷ୍ମୀଙ୍କର ଆବିର୍ଭାବ ହେଲା ଲକ୍ଷ୍ମୀକୁ ଯେତେବେଳେ ଦେଖି ଦେଇଛନ୍ତି ନାରାୟଣ ସାଙ୍ଗେ ସାଙ୍ଗେ ଲକ୍ଷ୍ମୀକି ଧରି ଗରୁଡ଼ ପୃଷ୍ଠରେ ଅସୁର ମାନେ ବିଚାର କଲେ ଇଏ ବାହାରିଲେ ଚତୁର୍ଭୁଜା ଗୋଟିଏ ହସ୍ତରେ ଖଡଗ ଗୋଟିଏ ହସ୍ତରେ ଅକ୍ଷମାଳା ଗୋଟିଏ ହସ୍ତରେ ଅଭୟ ମୁଦ୍ରା ଗୋଟିଏ ହସ୍ତରେ ଶାନ୍ତିର ସୌନ୍ଦର୍ଯ୍ୟ ଏଇଥିପାଇଁ ମହାଲକ୍ଷ୍ମୀକୁ ଉପାସନା କଲେ ମଣିଷ ଚାରିଭୁଜିଆ ହେଲେ ଆଜ୍ଞା ଯୋଉଟାକୁ ଜପମାଳା କହନ୍ତି ଅକ୍ଷର ସହିତ କଣ ସେଇଟା କହିବେ ସେଇଟା କଣ କହିବେ ଅକ୍ଷମାଳା ଶବ୍ଦ ଯେତେବେଳେ ଆପଣ ନ ଜାଣିପାରିଲେ ମୋତେ ପଚାରିଲେ ମୁଁ କହିବି ଭାତକୁ ଯଦି ଅନ୍ନ କହିବେ ଆପଣ ପଚାରିବେ ଅନ୍ନ ଅର୍ଥ କଣ ମୁଁ କହିବି ଭାତ ଆପଣ କହିବେ ସେଇଟା କହୁନ ଏଇଟା କଣ କଥା ତେଣୁ ଯୋଉଟା ଦରକାର ହଁ ପୁଅ ହୋତା ପୁଅ ଏଇଟା ବୁଝିପାରିଲୁନି ଏଇଟା ଟିକେ କହିଦିଅ ମୁଁ ଆପଣଙ୍କ ପାଦ ତଳ କିଙ୍କରୁ ନା ଆପଣମାନଙ୍କ ଆଶୀର୍ବାଦରେ ମୁଁ କାମ କରିଛି ତେଣୁ ଅହଙ୍କାର କିଛି ନାହିଁ ଯୋଉଠି ଯାହା ହେଲେ ଆପଣ ପଚାରି ପାରିବେ ସେଥିପାଇଁ ମୋର ଜମା ଦୁଃଖ ନାହିଁ ଯାହା ବି ମା ଅକ୍ଷମାଳା କାହିଁକି ରଖିଛି ନା ବର ପ୍ରଦାନ କରିବା ପାଇଁ ଆଉ ଗୋଟେ ହସ୍ତରୁ ଖାଲି ମୁଦ୍ରା ଗୁଡାକ ଝରୁଛି ଟଙ୍କା ଗୁଡାକ ଝରୁଛି ଅର୍ଥ ଧନର ପ୍ରତୀକ ସମ୍ପତ୍ତି ହେଲା ମହାଲକ୍ଷ୍ମୀ ପୂଜା ଉପାସନା କଲେ ଅଷ୍ଟମୀ ଦିନରେ ମା ଦୁର୍ଗାର ବେଶ ଲକ୍ଷ୍ମୀର ବେଶକୁ ଯିଏ ପୂଜାର୍ଚ୍ଚନା କରିବ ତାକୁ ଧନ ଧାନ୍ୟ ଐଶ୍ୱର୍ଯ୍ୟ ବୀର୍ଯ୍ୟ ସାମର୍ଥ୍ୟ ଧୈର୍ଯ୍ୟ ଆଉ ସୌନ୍ଦର୍ଯ୍ୟ ପ୍ରାପ୍ତ ହବ ରାଜା ବରୁଣ କହିବେ ଜଗତରେ ମତେ ନିନ୍ଦା ହେବ ନାରାୟଣ ମୋ ଝିଅକୁ ନେଇକି ପଳେଇଲା ବୋଲି ମୁଁ ଗୋଟେ କାମ କରିବି ମୋ ଝିଅର ସ୍ୱୟଂବର କରିଦେବି କଣ ସ୍ୱୟଂବର କରିବି କଲା 21 ତାଳ ଉପରେ ବୁଲଇ ନୀଳଚକ୍ର ବାନାମ୍ବର ଗୋଟେ ଖମ୍ବ ପୋତା ହେଇଛି ଖମ୍ବ ଉପରେ ଗୋଟେ ଚକ୍ର ବୁଲୁଛି ଚକ୍ର ଭିତରେ ଗୋଟେ ମୃଗଟି ଅଛି ତଳକୁ ଦୃଷ୍ଟି ଦବ ଉପରକୁ ଅନେଇବ ଉପରକୁ ମୁଷ୍ଟି କରିବ ଜଳ ଭିତରେ ଦେଖାଯାଉଛି ମୃଗଟା ଯେ ମୃଗର ବୁଲୁଥିବା ଚକ୍ର ଭିତରେ ଥିବା ମୃଗର ଡାହାଣ ଆଖିଟାରେ ସର ବଜେଇ ଦବ ସେଇ ମୋ ଝିଅକୁ ବାହା ବାଣାସୁର କାର୍ତ୍ତବୀର୍ଯ୍ୟ ସହସ୍ରାର୍ଜୁନ ଠାରୁ ଆରମ୍ଭ କରି ଅନେକ ଅନେକ ବୀରମାନେ ଆସୁଛନ୍ତି ଅସୁରମାନେ ବସୁଛନ୍ତି ବାଣ ବିନ୍ଧିବେ କିନ୍ତୁ ସତ୍ୟ ଯୁଗର ମୁଖ୍ୟ ଅସୁର ଦିଟା ଗୋଟିଏ ହେଲା ମୁରାସୁର ଗୋଟିଏ ହେଲା ଦାରୁଣ जो जय विजय दी भाई को लक्ष्मी की बाट छाड़िले दी भाई लक्ष्मी अभिशाप देलेनी 7 वर्ष परिजंते असुर होइब तुरीते असुर होइब तुरीते असुर होइब तुरीते कहे जाओ
ଆଜ୍ଞା କେମିତି ଯା ଜନ୍ମ ହେଲେ ନା ଯୋଉଦିନ ବାପା ନିଜ ଜନ୍ମ କଲା ଝିଅକୁ ହରିଲା। ବାପ ନିଜ ଜନ୍ମ କଲା ଝିଅକୁ ହରୁଛି। ଏଟା କୋଉଠି କୋଉ ପୁରାଣରେ ଅଛି? ହରେ ନିଜ ବାପା କୋଉ ଝିଅକୁ ଅପହରଣ କରୁଛି ସେଟା ମହାପାପ ବୋଲି ସେଟା କହନ୍ତି। ଆପଣ କେମିତି ସେଇ କଥାଟା ଏ ସଭାରେ ପ୍ରୟୋଗ କରୁଛନ୍ତି? ଅସମର୍ଥ ହେଲା ଏଟା ଅସମର୍ଥ ଅସମର୍ଥ ଅସଂଯତ। ତୁ ଗୋଟେ ପୁରାଣ ଲେଖୁନୁ, ତୋ ପୁରାଣ ମୁଁ ଗାଆନ୍ତି। କୋଉଠି କୋଉ ପୁରାଣ ଯାହା ହେଲା ଆପଣ କହିବେ। ବାପା କୋଉଠି ଝିଅକୁ ଅପହରଣ କରିଥିଲା? ମରିବନି ସିଧା। କାନ ଉଠିଲା ଦିନ ଶୁଣିନି। ଆରେ ଏଇ ମାଟିର ପୁଅ ବାପାର କଣ ନଥିଲା? ଜେଜେ ବାପାର କଣ ନଥିଲା? ସବୁ ଅଛି। ରାଜପଣର ଚାକଚକ୍ୟ ଜୀବନ ଶୈଳୀକୁ ପଦାଘାତ କରି ଏଇ ନିକଟସ୍ଥ ଆଚ୍ଛା ରଘୁନାଥ କୋଡଗାଁ କରିଦେଲା ନିଜର ତପସ୍ୟାର ଭୂମି। ଆଜ୍ଞା କହିଦେଲା ରାମ ତାରକ ମନ୍ତ୍ର ପରସାଦେ ମନ୍ତ୍ର ପର ମୋହର କବି ପଣରୁ ଦେ ମୋହର କବି ପଣରୁଦେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବହି ସୁଭଦ୍ରା ପରିଣୟ କହିଲା ସୁର ଦେଖ ବାପା କୋଉଠି ତା ଝିଅକୁ ବଳାତ୍କାର କରିଛି। ଇଏ ସୁର ସଭାରେ ଉର୍ବଶୀ ହରେ ଧାତା ଯହୁ ପଞ୍ଚ ସର ପ୍ରହାରୀ ବାପା ହେଲା ନା ନାଇଁ? ସୁର ସଭାରେ ଉର୍ବଶୀ ହରେ ଧାତା ଉର୍ବଶୀର ବାପା କିଏ ନା ବ୍ରହ୍ମା। ବ୍ରହ୍ମା ସୁର ସଭା ଭିତରେ ନିଜ ଝିଅ ଉର୍ବଶୀ କି ବଳାତ୍କାର କଲା। अरे ब्रह्मा जदि निज झील को अपहरण कला दीटा पुओ जन्म हेले ये बोपालो जनक ना मूर जनक ना दारुण तांकु निपात करिवा पाई तांकु शेष करिवा पाई तांकु विनाश करिवा पाई जननी मोर धरिला महालक्ष्मी वेश जननी मोर धरिला महालक्ष्मी वेश जहाँ पूजे विवाह हेले प्रभु भास प्रभु पीत भास आए प्रभु पीत भास लक्ष्मी को पाइन मूर दारुण बधिले बड़ देउल पछे लक्ष्मी रही
ବେଡରୁମ୍ କିଏ ଯିବ? ସ୍ତ୍ରୀ ଯିବ ନା? ହଁ ଆଚ୍ଛା, ବଡ଼ ଦେଉଳ ଭିତରେ ଜଗନ୍ନାଥଙ୍କ ପାଖରେ ଲକ୍ଷ୍ମୀ ଅଛନ୍ତି ଆଜ୍ଞା? ନା ଅଛନ୍ତି କି? ଆଜ୍ଞା ନାହିଁ ଅଛନ୍ତି ଲକ୍ଷ୍ମୀ କୁ ମନ୍ଦିର ବାହାରେ ଅଛନ୍ତି। ତ ଆଲୋଚନାର ପରିସର ବହୁତ ଅଛି। ଆଜ୍ଞା ଆପଣ କହୁଛନ୍ତି ଯେ ଲକ୍ଷ୍ମୀ ନାରାୟଣଙ୍କ ନିକଟରେ ରହନ୍ତି। କୋଉ ଲକ୍ଷ୍ମୀ? ଏକରେ ଧନ ଲକ୍ଷ୍ମୀ। ଲକ୍ଷ୍ମୀ କେତେ ଜଣ? କେତେ ଜଣ? ହଁ ସେଇଟା ଜାଣିବା କଥା। ଆଉ ଲକ୍ଷ୍ମୀକୁ ପୂଜା ନ କଲେ ବିବାହ ଅସମ୍ଭବ। ହଁ ନାରାୟଣ ଯଦି ଲକ୍ଷ୍ମୀ କି ବାହା ହେଲେ ତାହେଲେ ତାଙ୍କ ବାହାଘରରେ କୋଉ ଲକ୍ଷ୍ମୀ ଡକାଯାଉଥିଲା? ପାଠ କଣ ଏଇଠି ସଂସ୍ଥା? ଧନଲକ୍ଷ୍ମୀ, ଗୃହଲକ୍ଷ୍ମୀ, କୁଳଲକ୍ଷ୍ମୀ, ଐଶ୍ୱର୍ଯ୍ୟ ଲକ୍ଷ୍ମୀ, ବୈଭବ ଲକ୍ଷ୍ମୀ। ଲକ୍ଷ୍ମୀ ଯାହା କହନ୍ତି ଗୋପଲକ୍ଷ୍ମୀ। ଗୋପଲକ୍ଷ୍ମୀ ପାଞ୍ଚ ହେଲେ ଲକ୍ଷ୍ମୀ। ହଁ ତେଣୁ ଆମେ ଆଜି ଯୋଉ ଲକ୍ଷ୍ମୀ ପୂଜା ଆଜ୍ଞା ମା ଆଜ୍ଞା ଦୁର୍ଗାଙ୍କ ଅବସରରେ ଅଷ୍ଟମୀ ରାତ୍ରରେ ହଁ ଯୋଉ ଲକ୍ଷ୍ମୀ କି ଡାକିଛେ ସେ ଲକ୍ଷ୍ମୀ କୋଉ ଲକ୍ଷ୍ମୀ? କୋଉ ଲକ୍ଷ୍ମୀ? ନା ହେଲେ ସ୍ୱତନ୍ତ୍ର ମହାଲକ୍ଷ୍ମୀ। ହଉ 10ଟା ବାଜିବଣି ଭଙ୍ଗା ଶରୀର ମୋର। ମତେ ଭଗବାନ ବାବୁ କହିଥିଲେ ସାର୍ 2 ଘଣ୍ଟା ଗାଇବେ 9ଟାରେ ଭାଙ୍ଗିଦେଲା ମୋର ଆପତ୍ତି ନାହିଁ। କହିଲ ନାଇଁ କେତେରେ ଯାହା ବି ହଉ 3.5 ଘଣ୍ଟା ମଞ୍ଚ ଉପରେ ମୁଁ ଆପଣଙ୍କ ମଞ୍ଚକୁ ରକ୍ଷା କରି ଯଦି ଆର ଗାୟକ ଆସୁଥାନ୍ତି ଯେତେ କଷ୍ଟ ମାନେ ଗଢ଼େଇକି ନେଇଥାନ୍ତି କାହିଁକି ନା ତା ଅନ୍ନ କାହିଁକି ମୁଡ଼ିବ। ଆଉ କଣ? ସଫା ସଫା ବାପା ଲୋ ମନା କରିଦେଲେ ମୁଁ ଆଜି ଯିବିନି କାଲି ଯିବି। ତେଣୁ ଏହିଠାରୁ ହୋତା ପୁଅ ମାଗିଲା ବିଦାୟ କଲ୍ୟାଣ କରିବେ ସର୍ବେ ପ୍ରଭୁ ନନ୍ଦ ପ୍ରଭୁ ସାଗରେ ସର୍ବେ ବୋଲ ହରି ଭଉଣୀ ଲୋ ଜଣେ ଦିଅ ହୁଳ ବିଜୁ ଦକ୍ଷିଣା ଆଣନ୍ତୁ ଆଜ୍ଞା ଅନୁକୂଳ ଅନୁକୂଳ ଦକ୍ଷିଣା। ଆଜ୍ଞା ଜିତୁ